Praise the Lord. It's a joy to come into the presence of God. ଈଶ୍ୱରଙ୍କ ଉପସ୍ଥିତିକୁ ଆସିବା ଆନନ୍ଦର ବିଷୟ। We have been in a lockdown for a long time. ଦୀର୍ଘ ଦିନ ଧରି ଆମେ ଲକଡାଉନ ଅବସ୍ଥାରେ ଅଛୁ। We are not able to gather physically in the church. ଆମେ ମଣ୍ଡଳୀରେ ଶାରୀରିକ ରୂପେ ଉପସ୍ଥିତ ହୋଇ ପାରୁନାହୁଁ। But I thank God that He has given us an opportunity to come online. କିନ୍ତୁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ ସେ ଆମକୁ ସୁଯୋଗ ଦେଲେ ଅନଲାଇନରେ ସାକ୍ଷାତ କରିବା ପାଇଁ। We are able to gather together in our online service. ଆମେ ଆମ ଅନଲାଇନ ସର୍ଭିସରେ ଏକତ୍ରିତ ହୋଇ ପାରୁଛୁ। But before going into the worship, କିନ୍ତୁ ଉପାସନାକୁ ଯିବା ପୂର୍ବରୁ I want to share a small word. ମୁଁ ଗୋଟେ ଛୋଟ ବାକ୍ୟ କହିବାକୁ ଚାହେଁ। As I was speaking to my mom, ମୁଁ ମୋ ମାଙ୍କ ସହିତ କଥା ହେଉଥିଲି। she gave a very good revelation from the book of Genesis. ଆଉ ଆଦି ପୁସ୍ତକରୁ ସେ ଏକ ସୁନ୍ଦର ପ୍ରକାଶନର କଥା କହିଲେ। She was telling that when Noah was locked down in the ark for more than a year, ଆଉ ଗୋଟେ ବର୍ଷରୁ ଅଧିକ ସମୟ ଧରି ଯେତେବେଳେ ନୋହ ସେ ପାଣି ଜାହାଜ ଭିତରେ ବନ୍ଦ ହୋଇ ରହିଥିଲେ, they were not able to go out. ସେମାନେ ବାହାରକୁ ଯିବାକୁ ସକ୍ଷମ ନଥିଲେ। They were locked down in the ark. ସେମାନେ ସେଇ ଜାହାଜ ଭିତରେ ରହି ଯାଇଥିଲେ। The moment he came out, ଯୋଉ ମୁହୂର୍ତ୍ତରେ ସେ ବାହାରକୁ ଆସିଲେ, he offered a burnt offering unto God. ସେ ଈଶ୍ୱରଙ୍କ ନିକଟରେ ଏକ ଜ୍ୱଳନ୍ତ ବଳି ଉତ୍ସର୍ଗ କଲେ। He was so thankful to God that God has been taking care of him all these days. ସେ ଈଶ୍ୱରଙ୍କ ପ୍ରତି ଏତେ ଧନ୍ୟବାଦ ଥିଲେ ଯେ ଏହି ସମସ୍ତ ଦିନ ମଧ୍ୟରେ ପରମେଶ୍ୱର ହିଁ ତାଙ୍କର ଯତ୍ନ ତତ୍ତ୍ୱ ନେଲେ। His heart was filled with gratitude towards God. ଈଶ୍ୱରଙ୍କ ପ୍ରତି ତାଙ୍କର କୃତଜ୍ଞତାର ହୃଦୟ ପୂର୍ଣ୍ଣ ଥିଲା। And he offered a sacrifice unto God. ଆଉ ସେ ଈଶ୍ୱରଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। And the God was so pleased with the sacrifice. ଆଉ ସେଇ ବଳି ଦ୍ୱାରା ପରମେଶ୍ୱର ଏତେ ସନ୍ତୁଷ୍ଟ ହେଲେ ଯେ In chapter 8, Genesis chapter 8:22, it is written like this. ଆଦି 8 ଅଧ୍ୟାୟର 22 ପଦରେ ଏପରି ଲେଖାଯାଏ। 21 verses 21 it says, ଆଉ କ୍ଷମା କରିବେ 21 ପଦରେ ଲେଖାଯାଏ, I will never again curse the ground because of the human race, even though everything they think or imagine is bent toward evil from childhood. I will never again destroy all living things. ଲେଖା ଅଛି, ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଗ୍ରହଣ କରି ମନେ ମନେ କହିଲେ, ଆମ୍ଭେ ମନୁଷ୍ୟ ହେତୁରୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ। ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ ସେପରି ଆଉ ଥରେ କେବେ ହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ। What's happening here? ଏଠାରେ କ'ଣ ଘଟୁଛି? As Noah started offering his thank offering, a burnt offering unto God, ଯେତେବେଳେ ନୋହ ଈଶ୍ୱରଙ୍କ ସମ୍ମୁଖରେ ଜ୍ୱଳନ୍ତ ବଳିଦାନ ଉତ୍ସର୍ଗ କରୁଛନ୍ତି, God started cancelling all the curses. ପରମେଶ୍ୱର ସେତେବେଳେ ସମସ୍ତ ଅଭିଶାପକୁ ବାତିଲ କରିବାରେ ଲାଗି ଯାଇଛନ୍ତି। In this time, as we come to worship our God, ଯେତେବେଳେ ଏହି ସମୟରେ ଆମେ ଆମ ପରମେଶ୍ୱରଙ୍କର ଉପାସନା ନିମନ୍ତେ ଆସିଅଛୁ, let us offer ourselves as a living sacrifice unto God. ଆସନ୍ତୁ ଈଶ୍ୱରଙ୍କ ସମ୍ମୁଖରେ ନିଜକୁ ଜୀବନ୍ତ ବଳିଦାନ ରୂପେ ଆମେ ଉତ୍ସର୍ଗ କରିବା। As we start worshiping our God, let us worship in spirit and in truth. ଆଉ ଆସନ୍ତୁ ଈଶ୍ୱରଙ୍କର ଉପାସନା କରିବାରେ ସତ୍ୟ ଏବଂ ଆତ୍ମାରେ ଉପାସନା କରିବା। You see that God is going to remove every curses pronounced upon ଆପଣ you. ଦେଖିବେ ସମସ୍ତ ଅଭିଶାପ ଆମଠାରୁ ସେ ଦୂର କରିଦେବେ। Every curses are being cast away from your life. ଆପଣଙ୍କ ଜୀବନଠାରୁ ସମସ୍ତ ଅଭିଶାପକୁ ଦୂରରେ ଫିଙ୍ଗି ଦିଆଯିବ। Every word spoken against you is going to come down. ପ୍ରତ୍ୟେକ ଶବ୍ଦ ଯାହା ଆପଣଙ୍କ ବିରୁଦ୍ଧରେ କୁହାଯାଇଛି ତାହା ତଳେ ପତିତ ହେବ। And only the blessing of God is going to rest upon your life. ଆଉ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ମଧ୍ୟରେ ପରମେଶ୍ୱରଙ୍କର ଆଶୀର୍ବାଦ ସ୍ଥାନ ପାଇବ। God bless Noah. ପରମେଶ୍ୱର ଆମକୁ ଆଶୀର୍ବାଦ And he କଲେ। removed every curses ଆଉ from ସେ Noah. ସମସ୍ତ ଅଭିଶାପ In the same way, he is going to bless each and every one of you. ଠିକ୍ ସେହିପରି ଆପଣ ପ୍ରତ୍ୟେକଙ୍କ ପ୍ରତି ସେ କରିବେ। And he is going to remove every curses from your life. ଆଉ ଆପଣଙ୍କ ଜୀବନରୁ ପ୍ରତ୍ୟେକଟି ଅଭିଶାପ ସେ ଦୂରେଇ ଦେବେ। Let us all close our eyes and pray and worship with an humble heart before our God. ଆସନ୍ତୁ ଆମେ ସମସ୍ତେ ଚକ୍ଷୁ ବନ୍ଦ କରି ପ୍ରାର୍ଥନା କରିବା ଏବଂ ନମ୍ରତାର ସହିତ ଆମ ପରମେଶ୍ୱରଙ୍କ ସମ୍ମୁଖରେ ଉପାସନା ନିମନ୍ତେ ଉପସ୍ଥିତ ହେବା। Father, we thank you for this beautiful morning time. ପିତା, ଏହି ସୁନ୍ଦର ସକାଳ ସମୟ ପାଇଁ ତୁମକୁ ଧନ୍ୟବାଦ ଦଉଛୁ। Thank you, my God, that you are a great God in our
life. धन्यवाद मोहर परमेश्वर जे तुमे आम जीवन रे महान अट You are a powerful God in our life. तुमे आम जीवन रे शक्तिशाली ईश्वर अट Thank you for keeping each and every one of us safe till this moment. एई मुहूर्त पर्यंत आम समस्त को सुरक्षित रखिछ बोली धन्यवाद Lord, it's all because of your greatness, my प्रभु Lord. ए समस्त तुम महानता हेतु It's प्रभु because of your mercies, my हां God. प्रभु तुमरी दया केवल थिला Your grace has been upon us all these ए days. दिन मानकर तुमर अनुग्रह हम ऊपर थिला And as we come together to worship you, my जेतोळे God, आमे एकत्रित होइछु तुमर उपासना करिबाकू प्रभु help us to humble ourselves and give ourselves as a living sacrifice before you, my God. प्रभु हमकु सहाय्य कर तुम सम्मुख रे निजकु नम्र करी जीवंत बलिदान स्वरूप निजकु उत्सर्ग करिबु And as we come, my God, you are going to remove every curses pronounced upon our life, oh God. जेतोळे आमे आसोछु प्रभु हम जीवनरु समस्त अभिशाप को तुमे दूरेई देबो Bless this service, my God. ए सभा को आशीर्वाद कर Help प्रभु us to experience your touch. तुमर स्पर्श पाइबाकू दियो Help us to experience your presence. तुमर उपस्थिति रो स्पर्श दियो प्रभु Lead every part of the service. ए सभार प्रत्येकटी विषय परिचालित करो Help us to experience only your presence, my God. हाँ प्रभु केवल तुमर उपस्थिति को अनुभव करिबाकू दियो Every distractions be cast away in the name of Jesus. समस्त विभिन्न प्रकार विघ्न बाधा जिसुको नाम रे दूर फिंगुछु We thank you for this moment. धन्यवाद एई मुहूर्त पय In the name of my Lord and Savior Jesus Christ, I pray. मो प्रभु परित्राणकर्ता यीशु ख्रीष्टଙ୍କ नाम रे मो प्रार्थना करूछि Amen. 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 Hallelujah. Hallelujah. Praise Lord. It's a time to worship our God. El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. अनुग्रही तू, सामर्थी है तू, विश्वास योग्य सदा प्रभु तू. अनुग्रही तू, सामर्थी है तू, विश्वास योग्य सदा प्रभु तू. तू ना बदलता, सदा निरंतर गाऊंगा तेरी महिमा सदा. El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. असंभव को तू करता है संभव. अग्नि और बादल बनकर चलाता. असंभव को तू करता है संभव. अग्नि और बादल बनकर चलाता. चट्टान बनकर मुझे बचाता. महिमा के योग तू ही है. El Shaddai, El Shaddai, El Shaddai, El Shaddai,
El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. तुझ सा न कोई. Oh Lord, तुझ सा न कोई. El Shaddai, El Shaddai, Hallelujah. तुझ सा कोई भी नहीं है. There is none like you. There is none like you. अनुग्रहित, you are a gracious God. सामर्थी है तू, you are a powerful God. विश्वास योग्य, you are a faithful God. You are my God always. You are my God always. Let us lift up our voices. अपने आवाजों को ऊंचा उठाए और उस एल शडाई की स्तुति करें. वो हमारा प्रभु है, वो हमारा सामर्थी प्रभु है. He is our God who makes impossible things possible. He never sleeps, He never slumbers. He is the God who watches over you. वो कभी सोता नहीं है. उसके आंखें हमेशा आपके ऊपर बनी रहेगी. Wherever you are, let us lift up our voices of praises unto our God. Oh, hallelujah. असंभव को तू करता है संभव. अग्नि और बादल बनकर जलाता. असंभव को तू करता है संभव. अग्नि और बादल बनकर जलाता. चट्टान बनकर मुझे बचाता. महिमा के योग तू ही है. El Shaddai, El Shaddai, El Shaddai, El Shaddai, El Shaddai, El Shaddai, तुझ सा न कोई. El Shaddai, 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 तुझ सा न कोई. तुझ सा न कोई. तुझ सा न कोई. Hallelujah. You are El Shaddai, and there is no one else like you. There is no one else like you. You are my God. You are my God. Hallelujah. We praise you, my God. We praise you, my God. कोई भी नहीं है तेरे समान. तेरे समान कोई भी योग्य नहीं है. You are a worthy God. We worship you, O God. कोई नहीं है आदर के योग्य, बस एक तू खुदा. कोई नहीं है सिंहासन के योग्य, बस एक तू राजा. कोई नहीं है आदर के योग्य, बस एक तू खुदा.
महिमा तुझको मिले यीशु, सारा आदर सारी महिमा तुझको मिले यीशु। कोई नहीं है, कोई नहीं है आदर के योग्य, बस एक तू खुदा। कोई नहीं है सिंहासन के योग्य, बस एक तू राजा। कोई नहीं है आदर के योग्य, बस एक तू खुदा। कोई नहीं है सिंहासन के योग्य, बस एक तू राजा। सारा आदर सारी महिमा तुझको मिले यीशु, सारा आदर सारी महिमा तुझको मिले यीशु। कोई नहीं है महिमा के योग्य, बस एक तू यहोवा। कोई नहीं है वेदात पवित्र, बस एक तू मसीहा। कोई नहीं है महिमा के योग्य, बस एक तू यहोवा। कोई नहीं है वेदात पवित्र, बस एक तू मसीहा। सारा आदर सारी महिमा तुझको मिले यीशु, सारा आदर सारी महिमा तुझको मिले यीशु। We worship you, Lord. नाम यीशु का ऊंचा, नाम यीशु का ऊंचा, नाम यीशु का ऊंचा, नाम यीशु, नाम यीशु का ऊंचा, नाम यीशु का ऊंचा, नाम यीशु का ऊंचा, नाम यीशु। Let us lift up our voices and say, नाम यीशु का ऊंचा, नाम यीशु का ऊंचा, नाम यीशु का ऊंचा, नाम यीशु। नाम
Yeshua, Yeshua. Oh, hallelujah. Naam Yeshu ka uncha, naam Yeshu ka uncha, naam Yeshu ka uncha, naam Yeshu, naam Yeshu ka uncha, नाम यीशु का ऊंचा, नाम यीशु का ऊंचा, नाम यीशु, नाम यीशु का ऊंचा, नाम यीशु का ऊंचा, नाम यीशु का ऊंचा, नाम यीशु. Can you say नाम यीशु का ऊंचा, नाम यीशु का ऊंचा, नाम यीशु का ऊंचा, नाम यीशु. तेरे नाम में है चंगाई, तेरे नाम में है रिहाई, तेरे नाम में है भलाई. Yeshua, let us believe. तेरे नाम में है चंगाई, तेरे नाम में है रिहाई, तेरे नाम में है भलाई. Yeshua, तेरे नाम में है चंगाई, तेरे नाम में है रिहाई, तेरे नाम में है भलाई. Yeshua. Wherever you are, can we sing it together? एक साथ बोले, तेरे नाम में है चंगाई, तेरे नाम में है रिहाई, तेरे नाम में है भलाई. Yeshua. एक एक वाक्य में विश्वास रखे, तेरे नाम में चंगाई है, यीशु नाम में है चंगाई है, उस नाम में एक सामर्थ है, उस नाम में एक पवित्रता है. उस नाम को पुकारना शुरू करिए. आप कोई भी चिंता में हो, कोई भी सिकनेसेस में हो, उस नाम को पुकारना शुरू करें. वो नाम आपको चंगाई देने वाला है तुरंत, वो नाम आपको रिहाई देने वाला है. उस नाम में एक भलाई है आपके जीवन में. Let us all lift up the name of Jesus. Let us call upon the name of Jesus. यीशु नाम को पुकारना शुरू करें. Oh, hallelujah, Jesus, Jesus, Jesus. तेरे नाम में है चंगाई, तेरे नाम में है
Jesus, let us worship His name. Jesus, you are holy. Oh, Jesus, you are holy. Oh, Jesus, my Jesus, Yeshu, Mera Yeshu, Yeshu, Mera Yeshu, Tu pavitra, Yeshu, Tu pavitra, Yeshu. Father, we thank you very much. आपको धन्यवाद करते हैं प्रभु जी। आपकी उपस्थिति हमारे लिए कितना इम्पोर्टेंट है, हमारे लिए कितना ज़रूरत है प्रभु जी। आपके एक नाम में हमें चंगाई मिलता है, आपके एक नाम में हमें रिहाई मिलता है, आपके नाम में एक भलाई है। And as we call upon the name of Jesus, I believe, my God, every strongholds of darkness come tumbling down. In the name of Jesus, I pronounce deliverance in the life of each and every individual who are viewing this worship. God, as we start worshiping you, my God, you are releasing your power and you're breaking every strongholds of darkness in each and every individual's life. Lord, we thank you very much, Lord. In this time also, Lord, as we continue with our worship, Lord, continue with our service, Lord, we pray that you touch the man of God as he comes and shares the word. Lord, help him share the word with power and authority, my God. And Lord, when he opens the mouth, you speak through him, my God. Let the power of the word touch each and every individual who hears it, my God. Oh, Father, we thank you very much. In this time also, Lord, I pray, Lord, you protect the man of God. Hide him behind the cross so that, Lord, he can deliver the word with complete purity, my God, with complete authority, my God, with complete clarity, oh Father. You please take charge over the man of God. Help every one of us, my God, as we receive the word of God, let the word touch each and every one of us, my God. We thank you for that word, oh Lord. Lord, you continue to lead us and guide us. We commit this service into your hand. In the name of my Lord and Savior, Jesus Christ, I pray. Amen. Amen. Hallelujah. Hallelujah. Praise the Lord. Greetings to you all in the name of our Lord and Savior Jesus Christ. ଆମ ପ୍ରଭୁ ପରିତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଶୁଭେଚ୍ଛା ଜଣାଉଛି। Our God is a good God. ଆମର ପରମେଶ୍ୱର ମଙ୍ଗଳମୟ ଅଟନ୍ତି। I thank Him for all His goodness and mercy in our life. ଆମ ଜୀବନରେ ତାଙ୍କର ସମସ୍ତ ମଙ୍ଗଳଦାନ ଏବଂ ଦୟା ପାଇଁ ଧନ୍ୟବାଦ କରୁଛି। All this many months, 3 to 4 months, ଏହି 3 ରୁ 4 ମାସ ମଧ୍ୟରେ we have come across so many lockdowns and shutdowns. ଆମେ ଅନେକ ପ୍ରକାର ସଟଡାଉନ୍ ଏବଂ ଲକଡାଉନ୍ ଅବସ୍ଥାର ସମ୍ମୁଖୀନ ହୋଇଛୁ। We are not able to
gather together. ଆମେ ମିଳିତ ହେବାକୁ ସୁଯୋଗ ପାଉନାହୁଁ। We are not able to gather. We are not able to have a physical gathering. ଆମେ ଶାରୀରିକ ରୂପେ ଏକତ୍ରିତ ହୋଇପାରୁନାହୁଁ, But we are able to gather online. କିନ୍ତୁ ଆମେ ଅନଲାଇନ ଦ୍ୱାରା ଏକତ୍ରିତ ହେଉଛୁ। The psalmist says like this. ଗୀତ ରଚକ ଏପରି I କହନ୍ତି, was so glad when they said to me, let us go to the house of God. ଆଉ ଗୀତ ରଚକ କହନ୍ତି, ମୁଁ ଅତି ଆନନ୍ଦିତ ହେଲି ଯେତେବେଳେ ସେମାନେ ମୋତେ କହିଲେ, ଆସ ଆମେ ସଦାପ୍ରଭୁଙ୍କ ଗୃହକୁ ଯିବା। What you will witness there? ସେଠାରେ ଆପଣ କେଉଁ ବିଷୟର ସାକ୍ଷୀ ହେବେ? There is praise and worship, ସେଠାରେ ଉପାସନା ପ୍ରଶଂସା ହେବ, thanksgiving, ଧନ୍ୟବାଦ ଦେବା, testimonies, ଆଉ ସାକ୍ଷ୍ୟ ଦେବା, experience the peace of God, ଈଶ୍ୱରଙ୍କର ଶାନ୍ତିର ଅନୁଭୂତି and prosperity awaited you. ଆଉ ଆପଣଙ୍କୁ ଅପେକ୍ଷା କରୁଥିବା ସମୃଦ୍ଧି। So we will continually pray that the Lord heals our nation. ତେଣୁ ଆମେ ନିରନ୍ତର ପ୍ରାର୍ଥନା କରିବା ଯେ ପ୍ରଭୁ ଆମ ଦେଶକୁ ସୁରକ୍ଷିତ ରଖନ୍ତୁ। And soon all this lockdown system to be removed. ଆଉ ଅତି ଶୀଘ୍ର ଏହି ଲକଡାଉନ ଅବସ୍ଥା ଗୁଡ଼ିକ ଘୁଞ୍ଚି ଯାଉ। Hallelujah. ହାଲେଲୁୟା। There is hope for your marriage. ଆଉ ଆପଣଙ୍କ ବିବାହ ନିମନ୍ତେ କିଛି ଭରସା ରହିଛି। There is hope in addiction. ଆଉ ନିଶାସକ୍ତତାରେ ମଧ୍ୟ କିଛି ଭରସା There is ରହିଛି। hope in your weakest place. ଆପଣଙ୍କର ସେଇ ଦୁଷ୍ଟତାର ସ୍ଥାନରେ ମଧ୍ୟ ଭରସା ରହିଛି। But if you get into the church and get around God and hear the word of God, He can transform your life to a place of victory. କିନ୍ତୁ ଯଦି ଆପଣ ମଣ୍ଡଳୀ ସହିତ ଯୋଡ଼ି ହୋଇ ରହିବେ, ଈଶ୍ୱରଙ୍କ ସମ୍ମୁଖରେ ରହିବେ ଏବଂ ଈଶ୍ୱରଙ୍କର ବାକ୍ୟ ଶୁଣୁଥିବେ, ତେବେ ସେ ଆପଣଙ୍କ ଜୀବନରେ ବିଜୟର ପରିବର୍ତ୍ତନ ଆଣିବେ। We will turn to the book of Matthew chapter 16, 13 to 18 we will read. ଆଉ ମାଥ୍ୟୁ 16:13-18 ଆମେ ପଢିବା। When Jesus came to the region of Caesarea Philippi, He asked His disciples, who do people say that the Son of Man is? Well, they replied, some say John the Baptist, some say Elijah, and others say Jeremiah or one of the other prophets. Then He asked them, but who do you say I am? Jesus replied, you are blessed, Simon, son of John, because my Father in heaven has revealed this one to you. You did not learn this from any human being. Now I say to you that you are Peter, and upon this rock I will build my church, and all the powers of hell will not conquer it. ଆଉ ଲେଖା ଅଛି, ପରେ ଯୀଶୁ କାଇସରିଆ ଫିଲିପି ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟ ପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି? ଏଥିରେ ସେମାନେ କହିଲେ, କେହି କେହି କହନ୍ତି ବାପ୍ତିଜକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଜିରିମିୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ ବୋଲି କହନ୍ତି। ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମେମାନେ କ'ଣ କହୁଅଛ? ସିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ଏଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ହେ ଜୁନସର ପୁତ୍ର ସିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି। ଆଉ ମୁଁ ମଧ୍ୟ ତୁମକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। Today I am going to talk to you about two elements of transformation in your life. ଆଉ ଆଜି ମୁଁ ଆପଣଙ୍କ ଜୀବନର ଦୁଇଟି ଉପାଦାନ ବିଷୟରେ କହିବି, ଯାହା ପରିବର୍ତ୍ତନ ଆପଣଙ୍କ ଜୀବନରେ ଆଣିପାରେ। These two greatest elements of transformation in your life, your family, your weak areas are contained in these verses. ଆଉ ଏ ସମସ୍ତ ପଦ ଦ୍ୱାରା ଆପଣଙ୍କର ପରିବାର, ଆପଣଙ୍କର ଦୁର୍ବଳତା ଏବଂ ସମସ୍ତ ବିଷୟ ଗୁଡ଼ିକ ଏହି ପଦ ଦ୍ୱାରା ପ୍ରକାଶିତ ହେବ। The two greatest elements of transformation is the church and the cross. ଆଉ ଦୁଇଟି ପରିବର୍ତ୍ତନର ଉପାଦାନ ହେଉଛି ମଣ୍ଡଳୀ ଏବଂ କୃଷ। We need to take a new look on church in this generation. ଏହି ପିଢ଼ି ମଧ୍ୟରେ ଆମକୁ ଏକ ନୂତନ ଦୃଷ୍ଟିକୋଣ ଦରକାର। Something is happening in the people's mind ଲୋକମାନଙ୍କ ମନରେ କିଛି ଘଟୁଅଛି that the church is not as important as it was in the generation ago. ଆଉ ପୂର୍ବ ପିଢ଼ିରେ ଯେପରି ମଣ୍ଡଳୀ ଥିଲା, ଏବେ ସେପରି ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। The church is something you do when you feel like it and if it is convenient. ଆଉ ମଣ୍ଡଳୀ ଏଭଳି ଏକ ବିଷୟ, ଯଦି ଆପଣଙ୍କୁ ଭଲ ଲାଗେ କିମ୍ବା ଯୁକ୍ତିଯୁକ୍ତ ଲାଗେ, ତେବେ ଆସିବା ଦରକାର, ନଚେତ୍ ଦରକାର ନାହିଁ। But the scripture forbids us. ଆଉ କିନ୍ତୁ ଏଥି ନିମନ୍ତେ ବାକ୍ୟ ଆମକୁ ତିରସ୍କାର କରେ। Hebrew chapter 10:25 says, ଆଉ ଏବ୍ରୀ 10:25 ପଦରେ ଲେଖାଯାଏ, let us not neglect our meeting together and as some people do, but encourage one another, especially now that day of His return is drawing near.
ଆଉ ତେଣୁ ଏଥିରେ ଲେଖା ଅଛି ଆସନ୍ତୁ ଆମେ ଏକତ୍ରିତ ହେବାର ବିଷୟକୁ ଅବଜ୍ଞା ନ କରୁ ଯେପରି କିଛି ଲୋକମାନେ କରନ୍ତି କିନ୍ତୁ ଆମେ ପରସ୍ପରକୁ ଉତ୍ସାହିତ କରୁ ବିଶେଷ ରୂପେ ବର୍ତ୍ତମାନ ଏହି ଦିନମାନଙ୍କରେ ଯେଭଳି ତାହାଙ୍କର ଫେରିବାର ଦିନ ସନ୍ନିକଟ ହୋଇଗଲାଣି। Not neglect the fellowship as someone do. ଯେମିତି କେହି କେହି କରନ୍ତି ସେପରି ଆମେ ସେହି ସହଭାଗିତାକୁ ଅବଜ୍ଞା କରିବା ନାହିଁ। But he said the coming of the Lord is near. କିନ୍ତୁ ସେ କହୁଛନ୍ତି ପରମେଶ୍ୱରଙ୍କର ଫେରିବାର ସମୟ ସନ୍ନିକଟ। And said, the even more you need to run to the house of God. It is not about you and not about you, and it is all about your family being raised into the church. ଆଉ ମଧ୍ୟ ଏଥିରେ ଲେଖାଯାଏ ଏହାକୁ ଅତି ଶୀଘ୍ର ଆମେ ଯେପରି ଈଶ୍ୱରଙ୍କ ଗୃହକୁ ଦୌଡ଼ି ଆସିବା କଥା ଏହା ଆପଣଙ୍କ ନୁହେଁ ଏହା ଆପଣଙ୍କ ପରିବାର ବିଷୟରେ ଏବଂ ଏହା କିପରି ପରିବେଶ ମଧ୍ୟରେ ବଢ଼ିପାରେ ତାହା କେବଳ ମଣ୍ଡଳୀ ହିଁ ନିଷ୍ପତ୍ତି ନେଇପାରେ। We need to celebrate the church again. ଆମକୁ ପୁନର୍ବାର ମଣ୍ଡଳୀର ଉତ୍ସବ ପାଳନ କରିବାକୁ ହେବ। We need to celebrate the love towards God's church. ଆମକୁ ପୁନର୍ବାର ଉତ୍ସାହ ପାଳନ କରିବାକୁ ହେବ ଈଶ୍ୱରଙ୍କ ମଣ୍ଡଳୀର ପ୍ରେମ ବିଷୟରେ। It says about this. ଏଥିରେ ଲେଖାଯାଏ A good doctor keeps you out the hospital. A good lawyer keeps you out of jail. A good church keeps you out of the hell. ଏଥିରେ ଏପରି ଲେଖାଯାଏ ଯେମିତି ଏକ ଭଲ ଉତ୍ତମ ଡାକ୍ତର ଆପଣଙ୍କୁ ଡାକ୍ତରଖାନା ଠାରୁ ଦୂରରେ ରଖେ ଜଣେ ଭଲ ଓକିଲ ଆପଣଙ୍କୁ ଜେଲ୍ ଠାରୁ ଦୂରରେ ରଖେ ଏବଂ ଏକ ଉତ୍ତମ ମଣ୍ଡଳୀ ଆପଣଙ୍କୁ ନର୍କରୁ ଦୂରରେ ରଖେ। That is how important it is. ସେତେ ହିଁ ଗୁରୁତ୍ୱପୂର୍ଣ୍ଣ ମଣ୍ଡଳୀ ଅଟେ। You could be some areas where there is no church. ହୋଇପାରେ ଆପଣ ଏଭଳି କୌଣସି ସ୍ଥାନରେ ରହୁଥିବେ ଯେଉଁଠାରେ ମଣ୍ଡଳୀ ହିଁ ନାହିଁ There is no music. କୌଣସି ସଙ୍ଗୀତ ନାହିଁ No preacher there. ସେଠାରେ କୌଣସି ପ୍ରଚାରକ ନାହିଁ There is no children's ministry. ଆଉ ପିଲାମାନଙ୍କର ସେବା କାର୍ଯ୍ୟ ନାହିଁ But still blessed. Still blessed. କିନ୍ତୁ ତଥାପି ଆଶୀର୍ବାଦ ମିଳେ। Jesus shows the power of the transformation in the church when he made the connection to the church and the transformation in the life of Peter. ଆଉ ଯୀଶୁ ସେହି ପରିବର୍ତ୍ତନର ଏକ ଶକ୍ତିକୁ ମଣ୍ଡଳୀରେ ପରିଚିତ କଲେ ଯେତେବେଳେ ସେ ମଣ୍ଡଳୀ ସହିତ ଆମକୁ ଯୋଡ଼ିଦେଲେ ଏବଂ ସିମୋନ ପିତରଙ୍କ ଜୀବନରେ ପରିବର୍ତ୍ତନ ଆଣିଲେ। Jesus said, ଯୀଶୁ କହିଲେ you are blessed. ଆଉ ତୁମ୍ଭେ ଆଶୀର୍ବାଦ Simon, son of John. ଆଉ ଜୋହନଙ୍କ ପୁତ୍ର ସିମୋନ Because my Father in heaven has revealed this to you. You did not learn this from any human being. ଯେହେତୁ ମୋର ସ୍ୱର୍ଗସ୍ଥ ପିତା ଏହି ବିଷୟ ତୁମ ନିକଟରେ ପ୍ରକାଶିତ କରିଅଛନ୍ତି ତୁମେ କୌଣସି ମନୁଷ୍ୟ ଠାରୁ ଏହି ବିଷୟ କହି ପାଇନାହଁ। When he got this revelation, ଆଉ ଯେତେବେଳେ ସେ ଏହି ପ୍ରକାଶନ ପ୍ରାପ୍ତ ହେଲେ he revealed something to him, and suddenly he says Simon that he is changing his name from Simon to Peter. ଆଉ ଯେତେବେଳେ ଏହି ବିଷୟ ପ୍ରକାଶିତ ହେଲା ତାହାଙ୍କ ନିକଟରେ ହଠାତ୍ ହିଁ ସେ ସିମୋନ ବୋଲି ନ କହି ତାଙ୍କଠାରେ ପରିବର୍ତ୍ତନ ଆଣି ସିମୋନ ଠାରୁ ପିତର ବୋଲି ଡାକ ପକାଇଲେ। Simon means weak like sand. ଆଉ ଯେଭଳି ବାଲୁକା ପରି ଦୁର୍ବଳ ତାହା ସିମୋନର ଅର୍ଥ। Peter means strong like rock. ଆଉ ପିତରର ଅର୍ଥ ଏକ ବଳବାନ ଶୈଳ ବା ଦୃଢ଼ ଶୈଳ। Church has a power through Jesus Christ and the gospel to transform lives. ଆଉ ମଣ୍ଡଳୀର ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରିବର୍ତ୍ତନର ଶକ୍ତି ଅଛି ଏବଂ ସୁସମାଚାର ଦ୍ୱାରା ଜୀବନ ବଦଳିବାର ଶକ୍ତି ଅଛି। The weak became strong and weak became strong. ଆଉ ଯେମିତି ତା ଦ୍ୱାରା ଦୁର୍ବଳ ବ୍ୟକ୍ତି ବଳବାନ ହୁଏ And the sand became rock in your life. ଆଉ ଆପଣଙ୍କ ଜୀବନରେ ବାଲୁକା ଏକ ଦୃଢ଼ ଶୈଳ ସ୍ୱରୂପ ହୁଏ। When you give up you in the church, ଆଉ ଯେତେବେଳେ ଆପଣ ମଣ୍ଡଳୀରେ ସ୍ଥାନ ପାଆନ୍ତି it can and it will transform and if you continue faithfully attend, it will become transformation power in your life and your family life. ଯଦି ଆପଣ ନିରନ୍ତର ମଣ୍ଡଳୀ ସହିତ ଯୋଡ଼ି ହୋଇ ରହିବେ ଆପଣଙ୍କ ଜୀବନକୁ ଆପଣଙ୍କ ମଣ୍ଡଳୀକ ବା ପାରିବାରିକ ଜୀବନକୁ ଏହା ବଦଳି ପାରିବ ନିଶ୍ଚିତ ରୂପେ ଏହା ବଦଳି ପାରେ। 2 Corinthians chapter 5:17 says, ଦ୍ୱିତୀୟ କୋରିନ୍ଥୀୟ 5:17 ଲେଖାଯାଏ if anyone is in Christ, he is a new creation. ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। The same way 1 Corinthians chapter 6:9-11 says, ଆଉ ସେଇଭଳି ପ୍ରଥମ କୋରିନ୍ଥୀୟ 6:9-11 ମଧ୍ୟରେ ଲେଖାଯାଏ don't we realize that those who do wrong will not inherit the kingdom of God? ଅବା ଅଧାର୍ମିକ ମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ଏହା କି ତୁମେ ମାନେ ଜାଣ ନାହିଁ? Don't fool yourself. ଭ୍ରାନ୍ତ ହୁଅ ନାହିଁ। Those who indulge in sexual sin or who worship idols or commit adultery or are male prostitutes or practice homosexuality or thieves or greedy people
or drunkards, or abusive, or cheat people, none of this will inherit the kingdom of God. ଏହା କି ତୁମେ ଜାଣ ନାହିଁ ଯେ ବ୍ୟଭିଚାରୀ କି ପ୍ରତିମା ପୂଜକ କି ପାରଦାରିକ କି ଶ୍ରୀବତ ଆଚାର କି ପୁମନ୍ଥନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। Some of you were once you were like that, ଆଉ ତୁମମାନଙ୍କ ମଧ୍ୟରୁ କେହି କେହି ଏଇ ପ୍ରକାର ଥିଲ, but you were cleansed. କିନ୍ତୁ ବର୍ତ୍ତମାନ ତୁମେମାନେ ଧୌତ ହୋଇଅଛ, You were made holy. ତୁମମାନଙ୍କୁ ପବିତ୍ର You କରାଯାଇଅଛି, were made right with God by calling on the name of Lord Jesus Christ and by the Spirit of our God. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏବଂ ଆମମାନଙ୍କ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ଧାର୍ମିକ ବୋଲି ତ ଗଣିତ ହୋଇଅଛ। Hallelujah. ହାଲେଲୁୟା। The church is not a building. ମଣ୍ଡଳୀ ଏକ ବିଲ୍ଡିଂ ନୁହେଁ, It is the place the life changes. ଏହା ଏପରି ଏକ ସ୍ଥାନ ଯେଉଁଠାରେ ଜୀବନ ପରିବର୍ତ୍ତିତ ହୁଏ। We see transformation. ଆମେ ପରିବର୍ତ୍ତନ ଦେଖୁ। The true church is transforming the lives of the people. ପ୍ରକୃତ ମଣ୍ଡଳୀ ଲୋକମାନଙ୍କ ଜୀବନକୁ ପରିବର୍ତ୍ତିତ କରେ। Weak becomes strong. ଦୁର୍ବଳ ମନୋବଳ ପୂର୍ଣ୍ଣ ହୁଏ, Defeated becomes victorious. ଆଉ ଯେଉଁମାନେ ପରାସ୍ତ ସେମାନେ ବିଜୟୀ ହୁଅନ୍ତି। The families are going from the worst to love and forgiveness and restoration. ଆଉ ସମସ୍ତ ପରିବାର ଗୁଡ଼ିକ ସମସ୍ତ ମନ୍ଦ ପ୍ରେମରୁ କ୍ଷମା ଏବଂ ପୁନଃସ୍ଥାପନା ଆଡ଼କୁ ଆସନ୍ତି। These all things happen in the church. ଏ ସମସ୍ତ ବିଷୟ ମଣ୍ଡଳୀରେ ଘଟିଥାଏ। When people life is messed, ଯେତେବେଳେ ଲୋକମାନଙ୍କ ଜୀବନ ଛିନ୍ନ ଭିନ୍ନ ହୋଇଥାଏ, come in one way and living in another way, and goes with a new brand of life experience never before. ଆଉ ଗୋଟେ ପ୍ରକାର ସେମାନେ ଆସନ୍ତି, ଅନ୍ୟ ପ୍ରକାର ଅନ୍ୟ ମାର୍ଗରେ ଯାଆନ୍ତି ଏବଂ ନୂତନ ପ୍ରକାରର ଜୀବନର ଅନୁଭୂତି ପାଇଅଛନ୍ତି ଯେମିତି କେବେ ବି ପାଇନଥାନ୍ତି। That is what the church does. ଆଉ ସେଇଭଳି ଅବସ୍ଥା କେବଳ ମଣ୍ଡଳୀ ହିଁ କରିଥାଏ। That makes you weak to strong, ତାହା ଦୁର୍ବଳକୁ ବଳବାନ କରେ। defeated into victorious. ଯେଉଁମାନେ ପରାସ୍ତ ହୋଇଥାନ୍ତି ସେମାନେ ବିଜୟୀ ହୁଅନ୍ତି। And you will have an atmosphere of transformation, that there is hope for your marriage. ଆଉ ଆପଣ ଏକ ପରିବର୍ତ୍ତନଶୀଳ ପରିବେଶ ମଧ୍ୟକୁ ଆସିଥାନ୍ତି ଯେଉଁଠାରେ ଆପଣଙ୍କର ବିବାହ ନିମନ୍ତେ ଭରସା ଥାଏ। Hope for addiction. ଆଉ ସମସ୍ତ ନିଶାସକ୍ତତା ପାଇଁ ମଧ୍ୟ Hope ଭରସା for ଥାଏ। your weakest place. ଆଉ ଆପଣଙ୍କର ଦୁର୍ବଳ ସ୍ଥାନ ପାଇଁ ମଧ୍ୟ ଆଉ କିଛି ଉତ୍ତର ଥାଏ। If you get in church and get around God, and the word of God can transform your life to the place of victory. ଆଉ ଯଦି ଆପଣ ମଣ୍ଡଳୀକୁ ଆସନ୍ତି ଏବଂ ଈଶ୍ୱରଙ୍କ ଚତୁଃପାର୍ଶ୍ୱ ସ୍ଥାନରେ ରହନ୍ତି, ଈଶ୍ୱରଙ୍କର ବାକ୍ୟ ଦ୍ୱାରା ପ୍ରଭାବଶାଳୀ ହୋଇ ରହନ୍ତି, ତାହା ଆପଣଙ୍କ ଜୀବନକୁ ପରିବର୍ତ୍ତିତ କରିଦିଏ ଏବଂ ନୂଆ ବିଜୟର ସ୍ଥାନକୁ ଦିଏ। We found pardon from the past, ଆଉ ଆମେ ଅତୀତରୁ ସମସ୍ତ ପ୍ରକାର କ୍ଷମା ପ୍ରାପ୍ତ କରୁ। found power for the present, ଆମେ ବର୍ତ୍ତମାନ ଅବସ୍ଥାରୁ ଶକ୍ତି ପ୍ରାପ୍ତ କରୁ and found promises for the future. ଆଉ ଭବିଷ୍ୟତ ନିମନ୍ତେ ପ୍ରତିଜ୍ଞାର ବାକ୍ୟ ହାସଲ କରୁ। How much we are blessed in the church. ଆମେ ମଣ୍ଡଳୀରେ କେତେ ମାତ୍ରାରେ ଆଶୀର୍ବାଦିତ ହୋଇଅଛୁ। We have our family in the church. ମଣ୍ଡଳୀରେ ଆମର ପରିବାର ରହିଛନ୍ତି। All of these come from the church. ଏ ସବୁ ବିଷୟ ମଣ୍ଡଳୀରୁ ଆସେ। It is the priority, ଏହା ହେଉଛି ପ୍ରାଥମିକତା, not the second. ଏହା ଦ୍ୱିତୀୟ କଥା ନୁହେଁ, It is the priority. ଏହା ପ୍ରଥମ ସ୍ଥାନର ବିଷୟ। Everything comes out in your connection with God and His church. ଏ ସମସ୍ତ ବିଷୟ ଈଶ୍ୱରଙ୍କ ସହିତ ଏବଂ ତାହାଙ୍କ ମଣ୍ଡଳୀ ସହିତ ଆପଣଙ୍କର ଯୋଡ଼ି ହୋଇ ରହିଥିବା ହେତୁ ଆସେ। We will turn to the book of Mark chapter 4:35. ଆମେ ମାର୍କର 4 ଅଧ୍ୟାୟର 35 ପଦ ଦେଖିବା। Let us cross over other side. ଆସ ଆର ପାରିକି ଯିବା। So transformation comes. It is the church, and the second is the power and preaching of the cross. ଆଉ ତେଣୁ ପରିବର୍ତ୍ତନ ଆସେ ମଣ୍ଡଳୀ ଦ୍ୱାରା, ଦ୍ୱିତୀୟରେ ଏ ଶକ୍ତି ବା କ୍ରୁଶର ଶକ୍ତି ଏବଂ ପ୍ରଚାର ଦ୍ୱାରା। Apostle Paul says, I am not ashamed of the preaching of gospel. It is the power of God. ପ୍ରେରିତ ପାଉଲ କହନ୍ତି, ମୁଁ ସୁସମାଚାର ପ୍ରଚାର ନିମନ୍ତେ ଲଜ୍ଜିତ ନୁହେଁ, ଏହା ତ ପରମେଶ୍ୱରଙ୍କ ଶକ୍ତି ଅଟେ। When Jesus said to his disciples, let us cross over to other side, ଯେତେବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଆସ ଆର ପାରିକି ଯିବା, he gave the revelation. ସେ ସେତେବେଳେ ସେମାନଙ୍କୁ ଏକ ପ୍ରକାଶନ ଦେଲେ। There is something you never get over without cross. ଆଉ କିଛି ନା କିଛି ବିଷୟ ରହିଯାଇଛି ଯାହାକି ଆପଣ କ୍ରୁଶ ବିନା କେବେ ବି ଅତିକ୍ରମ କରିପାରିବେ ନାହିଁ। The only way to get over the abuse, ସମସ୍ତ ପ୍ରକାର ମନ୍ଦତା ବ୍ୟବହୃତ ହେବାର
ବା ମନ୍ଦ ବିଷୟ ଠାରୁ ରକ୍ଷା ପାଇବାର ଏକମାତ୍ର ମାଧ୍ୟମ The only way to get over the divorce, ଆଉ ଛାଡ଼ପତ୍ର ଠାରୁ ଏକମାତ୍ର ମାଧ୍ୟମ ମୁକୁଳିବା ପାଇଁ bad deal, ଆଉ ମନ୍ଦ ବ୍ୟବହାର the only way to get over is to cross over. ଆଉ ଏକମାତ୍ର ମାଧ୍ୟମ ସେଥିରୁ ବାହାରି ଆସିବା ପାଇଁ ହେଉଛି ତାହା ହେଉଛି ଅତିକ୍ରମ କରିଯିବା The only thing to get over other side is cross. ଆଉ ଗୋଟିଏ ମାତ୍ର ବିଷୟ ଅନ୍ୟ ପାରିକୁ ଯିବା ପାଇଁ ତାହା ହେଉଛି କୃଷ The only way to get over the sin, ପାପକୁ ଅତିକ୍ରମ କରି ବାହାରି ଆସିବା ପାଇଁ ଏକମାତ୍ର ମାଧ୍ୟମ the only way to get over your shame, ଆପଣଙ୍କର ଲଜ୍ଜାରୁ ମୁକ୍ତି ଦେବା ନିମନ୍ତେ ଏକମାତ୍ର ମାଧ୍ୟମ it is to cross over. ଏହାକୁ ଅତିକ୍ରମ ଆଗକୁ କରିଚାଲିବା ପାଇଁ That is the power of the cross to transform your life. ତାହା ହେଉଛି ଆପଣଙ୍କ ଜୀବନକୁ ପରିବର୍ତ୍ତିତ କରିଦେବା ନିମନ୍ତେ କୃଷର ଶକ୍ତି Hallelujah. ହାଲେଲୁୟା 2 Kings chapter 6, 1 to 7 we will read. ଆଉ ଦ୍ୱିତୀୟ ରାଜାବଳୀ 6:1-7 ଆମେ ପାଠ କରିବା It is written like this. ଏଥିରେ ଲେଖା ଅଛି One day the group of prophets came to Elisha and told him, as you can see, this place where we meet with you is too small. Let us go down to the Jordan River where there are plenty of logs. There we can build a new place for us to meet. All right, he told them, go ahead. The police come with us, someone suggested. I will, he said. So he went with them. When they arrived at the Jordan, they began cutting down trees. But as one of them was cutting a tree, his axe head fell into the river. Oh, sir, he cried. It was a borrowed axe. And 6. Where did it fall? The man of God asked. When he showed him the place, Elisha cut a stick and threw it into the river water at that spot. Then the axe head floated into the surface. And 7. Grab it, Elisha said. And the man reached out and grabbed it. ଆଉ ଲେଖାଯାଏ ଏକ ସମୟରେ ଭବିଷ୍ୟତ ବକ୍ତାଗଣର ପୁତ୍ରମାନେ ଇଲିଶାଙ୍କୁ କହିଲେ ଏବେ ଦେଖନ୍ତୁ ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଏହି ଯେଉଁ ସ୍ଥାନରେ ବାସ କରୁଅଛୁ ତାହା ଆମ୍ଭମାନଙ୍କ ପାଇଁ ସଂକୀର୍ଣ୍ଣ ଆମ୍ଭେମାନେ ବିନୟ କରୁଅଛୁ ଆମ୍ଭେମାନେ ଜର୍ଦ୍ଦନକୁ ଯାଇ ପ୍ରତି ଜଣ ସେଠାରୁ ଏକ ଏକ କଡ଼ିକାଠ ନେଇ ଆପଣମାନଙ୍କ ବସତି ନିମନ୍ତେ ସେଠାରେ ଏକ ସ୍ଥାନ ନିର୍ମାଣ କରୁ ଏଥିରେ ସେ ଉତ୍ତର ଦେଲେ ତୁମେମାନେ ଯାଅ ତହୁଁ ଜଣେ କହିଲା ବିନୟ କରୁଅଛି ଆପଣ ଅନୁଗ୍ରହ କରି ଆପଣ ଦାସମାନଙ୍କ ସଙ୍ଗରେ ଚାଲନ୍ତୁ ଏଥିରେ ସେ ଉତ୍ତର ଦେଲେ ମୁଁ ଯିବି ତହୁଁ ସେ ସେମାନଙ୍କ ସଙ୍ଗରେ ଗଲେ ପୁଣି ସେମାନେ ଜର୍ଦ୍ଦନରେ ଉପସ୍ଥିତ ହୁଅନ୍ତେ କାଠ କାଟିଲେ ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁରାଡ଼ି ଲୁହା ଜଳରେ ପଡ଼ିଗଲା ତହିଁରେ ସେ ଡକା ଛାଡ଼ି କହିଲା ହାୟ ମୋ ପ୍ରଭୁ ତାହା ତ ଉଦ୍ଧାରୀ ବସ୍ତୁ ଏଥିରେ ପରମେଶ୍ୱରଙ୍କ ଲୋକ କହିଲେ ତାହା କେଉଁ ସ୍ଥାନରେ ପଡ଼ିଲା ତହୁଁ ସେ ତାଙ୍କୁ ସେହି ସ୍ଥାନ ଦେଖାଇଦେଲା ତହିଁରେ ଇଲିଶା ଖଣ୍ଡେ କାଠ କାଟି ସେଠାରେ ପକାଇ ଲୁହାକୁ ଭସାଇଲେ ଆଉ ସେ କହିଲେ ତୁମ୍ଭେ ତାହା ଉଠାଇ ନିଅ ତହୁଁ ସେ ହାତ ବଢ଼ାଇ ତାହା ନେଲା 2 Kings chapter 6 says there is a story of building a program sons of prophets. ଆଉ ଦ୍ୱିତୀୟ ରାଜାବଳୀ 6 ମଧ୍ୟରେ ଲେଖାଯାଏ ଏକ କାହାଣୀ ଯାହାକି ସେଠାରେ କାଠ କାଟିବା ସମ୍ବନ୍ଧରେ ଲେଖାଯାଏ They needed to enlarge in the training center. ଆଉ ସେମାନଙ୍କୁ ପ୍ରଶିକ୍ଷଣ କେନ୍ଦ୍ରରେ ଭିତରକୁ ପ୍ରବେଶ କରିବାର ଥିଲା Bible says the enlarging the place. ଆଉ ବାଇବଲ କହେ ସେହି ସ୍ଥାନକୁ ସେମାନେ ବିସ୍ତୃତ କରିବାରେ ଲାଗିଥିଲେ A man borrowed an axe and he sharpened the axe with a tree and the axe head is loosened and flew into the deep and sink into the river and down into the murk of the river. ଆଉ ଜଣେ ବ୍ୟକ୍ତିକୁ ମଗା ଯାଇଥିଲା କୁରାଡ଼ି ଏବଂ ତାହାକୁ ଧାର କରାଯାଉଥିଲା ଏବଂ କଟାଯିବା ସମୟରେ ବୃକ୍ଷକୁ ସେ କୁରାଡ଼ିର ଲୁହା ଜଳରେ ପଡ଼ିଯାଇଥିଲା ଅତି ଗଭୀର ସ୍ଥାନରେ ଏବଂ ସେହି ଜଳର ମଧ୍ୟସ୍ଥାନ ମଧ୍ୟରେ ତାହାକୁ ଖୋଜିବା ଏବଂ ଗଭୀରର ଭିତରେ ଥିବାରୁ କାଢ଼ିବାକୁ ମଧ୍ୟ କଷ୍ଟ ହେବା ଅବସ୍ଥା ଥିଲା For the axe head ever get lost, first it should get loose. ଆଉ ଯେମିତି ସେଥିରେ ଲେଖାଯାଏ ଯେ ସେ କୁରାଡ଼ିର ଲୁହାଟି ପ୍ରଥମେ ଢିଲା ହୋଇଯାଇଥିବାରୁ ତାହା ଖସି ପଡ଼ିଗଲା ଗଭୀରତାରେ For anything ever gets lost, first it gets loose. ଆଉ ଯେକୌଣସି ବିଷୟ ଆମେ ଦେଖୁ ଯାହା ହଜିଯାଏ ତାହା ପ୍ରଥମେ ଢିଲା ହୋଇଯାଏ Once in a while you can ask yourself, am I getting loose in my convictions? ଥରେ ମଧ୍ୟ ଆପଣ ନିଜକୁ ପଚାରି ପାରିବେ ମୁଁ ମୋର ଅବସ୍ଥାରେ କ'ଣ ଢିଲା ପଡ଼ିଯାଇଛି କି Am I loose in my church attendance? କ'ଣ ମୋ ମଣ୍ଡଳୀରେ ଉପସ୍ଥିତ ହେବାରେ ମୁଁ ଢିଲା ପଡ଼ିଯାଇଛି Am I loose in supporting in the work of the Lord? ମୁଁ ପ୍ରଭୁଙ୍କ କାର୍ଯ୍ୟରେ ସାହାଯ୍ୟ କରିବାରେ ଢିଲା ପଡ଼ିଯାଇଛି କି Because once things get loose,
your love for God and your love to the Word of God must be tightened, and you need to grab and grow up in Jesus. ଆଉ କାରଣ ଥରେ ଯଦି ଆପଣ ଢିଲା ପଡ଼ିଯାଇଛନ୍ତି ଈଶ୍ୱରଙ୍କ ପ୍ରତି ଆପଣଙ୍କର ପ୍ରେମ ଈଶ୍ୱରଙ୍କର ବାକ୍ୟ ପ୍ରତି ଆପଣଙ୍କର ସମସ୍ତ ପ୍ରେମ ତେବେ ଆପଣ ନିଶ୍ଚିତ ଆଉ ଆପଣଙ୍କୁ ବନ୍ଧାଯିବା ଦରକାର ଆଉ ଟିକେ ମଜବୁତ କରାଯିବା ଦରକାର ସେଥିପାଇଁ ଆପଣଙ୍କୁ ଜାବୁଡ଼ି ଧରିବାର ଆବଶ୍ୟକତା ଅଛି Otherwise, something is going to be lost. ଆଉ ନଚେତ୍ କିଛି ନା କିଛି ଘଟୁଅଛି ଏବଂ ହଜିଯିବ So the prophet asked, where did it fall? ତେଣୁ ଯେତେବେଳେ ଭାବବାଦୀ ପଚାରିଲେ କେଉଁଠାରେ ଏହା ପଡ଼ିଗଲା He has shown the place deep into the water. ଆଉ ସେ ସ୍ଥାନ ଦେଖାଇଲେ ଯେ ଜଳ ଗଭୀରତାରେ ପଡ଼ିଗଲା So he cut off the tree and threw it into and he made the iron to float. ତେଣୁ ସେ ବୃକ୍ଷ କାଟି ଆଉ ସେ ଜଳରେ ପକାଇଲେ ଯାହା ଫଳରେ କି ସେ ଲୁହା ଖଣ୍ଡଟି ହାଲୁକା ହେଇ ଉପରକୁ ଭାସିବାକୁ ଲାଗିଲା Yes, the prophet cut down a branch of tree and threw it there. ଆଉ ଭାବବାଦୀ କ'ଣ କଲେ ଗଛ କାଟି ଜଳରେ ପକାଇଲେ That represents the tree that Jesus has shed his blood on the cross of Calvary and flows it into the proximity, and hold the last took place, and suddenly you get in an atmosphere where cross is being preached in the church, and if you get into the vicinity where you are ଆଉ ଏଥିରେ এই ବିଷୟ ଦେଖିକି ଆମେ ଜାଣିପାରୁଛୁ ଏହା ଦର୍ଶାଉଅଛି ଯେ ଯୀଶୁଖ୍ରୀଷ୍ଟ ତାହାଙ୍କର ରକ୍ତ କ୍ରୁଶ ଉପରେ କାଲବରୀ କ୍ରୁଶ ଉପରେ ଝରାଇଲେ ଯାହାର ଆଉ ପରିଣାମ ସ୍ୱରୂପ ଆମ ସମସ୍ତ ହଜିଯାଇଥିବା ବିଷୟଗୁଡ଼ିକ ହଠାତ୍ ନିଜ ନିଜ ସ୍ଥାନକୁ ଫେରି ଆସିଲା ସେହିଭଳି ପରିସ୍ଥିତି ସୃଷ୍ଟି ହେଲା ଯେତେବେଳେ କ୍ରୁଶର ବିଷ ପ୍ରଚାର କରାଗଲା ମଣ୍ଡଳୀରେ ଏବଂ ଯଦି ଆପଣ ତାହାର ମୂଲ୍ୟବୋଧକୁ ବୁଝନ୍ତି ତେବେ ଆପଣ କେଉଁଠାରେ ଅଛନ୍ତି Suddenly something happening in the bottom of the river, and we see the nature of the axe had to go down. The axe did swim. ଆଉ ଆମେ ହଠାତ୍ ଦେଖିବାକୁ ପାଉ ଯେ କିଛି ଗୋଟେ ଘଟିବାକୁ ଲାଗିଲା ଉପର ମଧ୍ୟରେ ନଦୀର ଏବଂ ଆମେ ଦେଖୁ ଆଉ ସେ କୁରାଢ଼ୀର ଅବସ୍ଥା ତାହାର ଉପର ଭାଗ ତଳ ତଳକୁ ଯାଉଅଛି ପରେ ତାହା ମଧ୍ୟ ଧୀରେ ଧୀରେ ଭାସିବାକୁ ଲାଗିଲା Verse 6 says, where did it fall? ଆଉ 6 ପଦରେ ଲେଖାଯାଏ ଏହା କେଉଁଠାରେ ପଡ଼ିଗଲା When he showed him the place, Elisha cut a stick and threw it into the water at that spot, that the axe had floated into the surface. ତଉଁ ସେ ତାଙ୍କୁ ସେହି ସ୍ଥାନ ଦେଖାଇ ଦେଲା ତହିଁରେ ଏଲିଶା ଖଣ୍ଡେ କାଠ କାଟି ସେଠାରେ ପକାଇ ଲୁହାକୁ ଭସାଇଲେ ଆଉ ସେ କହିଲେ ତୁମେ ତାହା ଉଠାଇ ନିଅ ତଉଁ ସେ ହାତ ବଢ଼ାଇ ତାହା ନେଲା Once a singer became a swimmer because the tree is pulling up. ଆଉ ଥରେ ଯଦି ବୁଡ଼ିବା ଲୋକ ଆଉ ପହଁରିବା ଲୋକ ହୋଇଯାଏ କାରଣ ସେ ବୃକ୍ଷ ତାହାକୁ ଉର୍ଦ୍ଧ୍ୱ ସ୍ଥାନକୁ ନେଇ ଆସୁଛି ସେଥିପାଇଁ Your nature is to go down. Now being a singer becomes being a swimmer. ଆପଣଙ୍କର ସ୍ୱଭାବ ହେଉଛି ନିମ୍ନ ସ୍ଥାନକୁ ଯିବା ଏବଂ ଆପଣ ବୁଡ଼ି ଯାଉଥିବା ଲୋକ ଠାରୁ ବଦଳି ବର୍ତ୍ତମାନ ପହଁରିବା ଲୋକ ହୋଇଛନ୍ତି That tree is pulling me up. ଆଉ ସେଇ ବୃକ୍ଷ ମୋତେ ଉର୍ଦ୍ଧ୍ୱ ସ୍ଥାନକୁ ଟାଣି ଆଣୁଛି Pulling me up from sin. ପାପରୁ ମୋତେ ଉପରକୁ ଟାଣି ଆଣୁଛି Pulling me up from condemnation. ଦଣ୍ଡରୁ ମୋତେ ଉପରକୁ ଟାଣି ଆଣୁଛି I am going up higher, and I head it to the restoration. ଆଉ ମୁଁ ଉଚ୍ଚ ସ୍ଥାନକୁ ଉଠି ଉଠି ଆସୁଛି ଏବଂ ପୁନଃସ୍ଥାପନାର ଅବସ୍ଥାକୁ ଫେରି ଆସୁଛି And feel the power of the cross transforming me from the singer to the swimmer. ଆଉ ଈଶ୍ୱରଙ୍କ ଶକ୍ତିର ଅନୁଭୂତି ପାଉଅଛି ପରିବର୍ତ୍ତନ ଦେଖୁଅଛି କିପରି ମୁଁ ବୁଡ଼ି ଯାଉଥିବା ଅବସ୍ଥାରୁ ଏକ ପହଁରିବା ଲୋକ ହେଲି Do you remember when you were in the bottom? କ'ଣ ଆପଣଙ୍କର ମନେ ଅଛି ଆପଣ କେତେବେଳେ ନିମ୍ନ ସ୍ଥାନରେ ଥିଲେ It was a murky place. ଆଉ ଏହା ଏକ ନିର୍ଦ୍ଦିଷ୍ଟ ସେଇଭଳି ଗଭୀର ସ୍ଥାନ ଥିଲା I was deeply sinking deep in sin. ଆଉ ମୁଁ ପାପର ଗଭୀରତାରେ ବୁଡ଼ି ରହିଥିଲି Far from seashore, ଆଉ ମୁଁ ନଦୀ ସମୁଦ୍ର କୂଳ ଠାରୁ ବହୁତ ଦୂରରେ the master of the sea heard my despairing cry and lifted me. ଆଉ ଯେଉଁ ସେଇ ସମୁଦ୍ରର ଯେ ସ୍ୱାମୀ ସେ ମୋର ସମସ୍ତ ନିରୁତ୍ସାହର କ୍ରନ୍ଦନ ଶୁଣିଲେ ଏବଂ ମୋତେ ସେ ଗଭୀରତାରୁ ଉଠାଇ ଆଣିଲେ Yes, he lifted me to the place of victory. ହଁ ସେ ମୋତେ ବିଜୟର ସ୍ଥାନକୁ ଉଠାଇ ଆଣିଲେ It comes through the cross. ଏହା କ୍ରୁଶ ଦ୍ୱାରା ହିଁ ଆସିଅଛି The mercy, grace, and the blood, the name of Jesus Christ. ଆଉ ଏହା ସେଇ ଦୟା ହେତୁ ଅନୁଗ୍ରହ ହେତୁ ସେ ରକ୍ତ ହେତୁ
ଏବଂ ଯୀଶୁ ଖ୍ରୀଷ୍ଟଙ୍କ ନାମ ସକାଶେ It can lift you up. ଏହା ଆପଣଙ୍କୁ ଉର୍ଦ୍ଧ୍ୱ ସ୍ଥାନକୁ ଉଠାଇ ଆଣିପାରେ। He made me head, not the tail. ସେ ମୋତେ ମସ୍ତକ କରିଅଛନ୍ତି, ଲାଙ୍ଗୁଳ କରିନାହାନ୍ତି। I am above, not the beneath. ଆଉ ମୁଁ କୌଣସି ନିମ୍ନସ୍ଥ ସ୍ଥାନ ଠାରୁ ଅତି ଗଭୀରରେ ନାହିଁ। My nature is no longer in the depths of the lowest places. ସବୁଠାରୁ ନିମ୍ନ ସ୍ଥାନର ଗଭୀରତା ମଧ୍ୟରେ ମୋର କୌଣସି ସ୍ଥାନ ନାହିଁ। I have been transformed by renewing of my mind in the word of God. ଈଶ୍ୱରଙ୍କର ବାକ୍ୟରେ ମୋ ମନର ନୂତନୀକରଣ କରିବା ଦ୍ୱାରା ମୋ ଭିତରେ ପରିବର୍ତ୍ତନ ଆସିଅଛି। Now I am somebody. ମୁଁ ବର୍ତ୍ତମାନ କେହି ଜଣେ ଅଟେ। The presence of Calvary is in us. ଆଉ ଇସ୍ କାଲବରୀର ଯେଉଁ ଉପସ୍ଥିତି ତାହା ଆମମାନଙ୍କ ମଧ୍ୟରେ ଅଛି। Our destiny is up. ଆମମାନଙ୍କର ଲକ୍ଷ୍ୟ ସ୍ଥଳ ଉର୍ଦ୍ଧ୍ୱରେ ଅଛି। You may go down and down, that is not your destiny. ଆପଣ ହୁଏତ ନିମ୍ନ ସ୍ଥାନକୁ ଆହୁରି ନିମ୍ନ ସ୍ଥାନକୁ ଯାଇପାରନ୍ତି, କିନ୍ତୁ ତାହା ଆପଣଙ୍କର ଲକ୍ଷ୍ୟ ସ୍ଥଳ ନୁହେଁ। He was raised from the grave ଆଉ ସେ ଆଉ ସମସ୍ତ କବର ସ୍ଥାନରୁ ଉର୍ଦ୍ଧ୍ୱକୁ ଉଠାଇ ଗଲେ, and he said, ଆଉ ସେ କହିଲେ, I am giving you the power of resurrection and it cannot hold in bondage and condemnation. ଆଉ ମୁଁ ତୁମକୁ ସେ ସମସ୍ତ ପୁନରୁତ୍ଥାନର ଶକ୍ତି ପ୍ରଦାନ କରୁଅଛି, ଏହା ତୁମକୁ ବନ୍ଧନରେ ଧରି ରଖିପାରିବ ନାହିଁ କି କୌଣସି ଦଣ୍ଡ ପ୍ରଦାନ କରିପାରିବ ନାହିଁ। Grab the stick. ଆଉ ସେଇ ଆଉ କାଠଟିକୁ ଧରି ରଖ, Grab the cross. କ୍ରୁଶକୁ ଜାବୁଡ଼ି ଧରନ୍ତୁ। It will change your life. ଏହା ଆପଣଙ୍କ ଜୀବନକୁ ବଦଳି ଦେବ। It will change everything. ଏହା ତ ସବୁ କିଛି ବଦଳି ଦେବ। Need to have the presence of Calvary ଆଉ ସେ କାଲବରୀର ଉପସ୍ଥିତିର ଆବଶ୍ୟକତା ରହିଛି, so that the change will come from the nature, from the singer to the simmer. ଯେପରି ପରିବର୍ତ୍ତନ ସେଇ ସ୍ୱଭାବରେ ଆସିବ, ବୁଢାଳିରୁ ପହଁରାଳି ହେଇପାରିବେ। Transformation is there. ଆଉ ପରିବର୍ତ୍ତନ ସେଠାରେ ଅଛି। Need to have the presence of Calvary to change the nature from the singer to the simmer. ଆଉ ସେଇ ସ୍ୱଭାବକୁ ବଦଳିବାର ଆବଶ୍ୟକତା ଅଛି, ଯାହାକି ତାହାଙ୍କୁ ବୁଡ଼ିବା ଲୋକଠାରୁ ପହଁରିବା ଲୋକ କରିଦେବ। Transformation is there. ଆଉ ପରିବର୍ତ୍ତନ ସେଠାରେ ଅଛି। This is what the two elements is going to do a great thing in your life. ଆଉ ଏଇ ଦୁଇଟି ଉପାଦାନ ଆପଣଙ୍କ ଜୀବନରେ ମହାନ କାର୍ଯ୍ୟ କରିବ। We will close our eyes right now. ବର୍ତ୍ତମାନ ଆମେ ଚକ୍ଷୁ ବନ୍ଦ We କରିବା, will pray to the Lord. ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା। Let these two elements, let it work in our life. ଆଉ ଏଇ ଦୁଇଟି ଉପାଦାନ ଆମ ଜୀବନରେ କାର୍ଯ୍ୟକାରୀ ହେଉ। We will give up our life to the church as well as under the cross of Calvary. ଆମେ ମଣ୍ଡଳୀ ମଧ୍ୟରେ ନିଜ ଜୀବନକୁ ଦେବା, ତତ୍ସଙ୍ଗେ ସଙ୍ଗେ କାଲବରୀ କ୍ରୁଶ ମଧ୍ୟକୁ ନିଜକୁ ଦେବା। It will bring a great transformation in our life. ଏହା ଆମ ଜୀବନରେ ଏକ ମହାନ ପରିବର୍ତ୍ତନ ଆଣିଦେବ। Father, once again in the name of Jesus we come to you. ପିତା, ପୁନର୍ବାର ଯୀଶୁଙ୍କ ନାମରେ ତୁମ ନିକଟକୁ ଆସୁଅଛୁ। Thank you, Lord, that you have been speaking to your people, Lord. ଧନ୍ୟବାଦ ପ୍ରଭୁ, ତୁମେ ଆପଣ ଲୋକମାନଙ୍କୁ କଥା କହିଲ। Thank you, Lord, that we understood the importance of the church and the cross, Lord. ଧନ୍ୟବାଦ ପ୍ରଭୁ, ଆମେ ମଣ୍ଡଳୀ ଏବଂ କ୍ରୁଶର ମହତ୍ଵ ବୁଝିଲୁ। Thank you so much that you are giving the transformation in our life through the church and the cross, Lord. ଧନ୍ୟବାଦ ପ୍ରଭୁ, ତୁମେ ଆମ ଜୀବନରେ ପରିବର୍ତ୍ତନ ଆଣିଲ ମଣ୍ଡଳୀ ଦ୍ୱାରା ଏବଂ କ୍ରୁଶ ଦ୍ୱାରା। Help us to grab that one, Lord. ହଁ ପ୍ରଭୁ, ସେଇ ବିଷୟରେ ପାଳନ କରିବା ପାଇଁ ସାହାଯ୍ୟ କର। Help us to the people of the church, Lord. ହଁ ପ୍ରଭୁ, ମଣ୍ଡଳୀର ଲୋକ ହେବା ପାଇଁ ସାହାଯ୍ୟ କର। We thank you so much for all your goodness in our life, ଆମ Lord. ଜୀବନରେ ତୁମର ସମସ୍ତ ମଙ୍ଗଳ ଦାନ ପାଇଁ ଧନ୍ୟବାଦ ଦେଉଛୁ। We commit every one of us under your hand. ଆମ ପ୍ରତ୍ୟେକ ଜଣଙ୍କୁ ତୁମ ହସ୍ତରେ ତୋଳି ଧରୁଛୁ। Bless your people, ତୁମ Lord. ଲୋକମାନଙ୍କୁ ଆଶୀର୍ବାଦ କର We ପ୍ରଭୁ। pronounce blessing and life upon your people in this morning time. ଏହି ସକାଳ ସମୟରେ ତୁମରି ଲୋକମାନଙ୍କ ଉପରେ ଆମେ ଆଶୀର୍ବାଦ ଘୋଷଣା କରୁଛୁ। We thank you so much, Lord. ପ୍ରଭୁ, ବହୁତ ଧନ୍ୟବାଦ ଦେଉଛୁ। Let your grace and mercy be upon us. ପ୍ରଭୁ, ତୁମର ଅନୁଗ୍ରହ ଏବଂ ଦୟା ଆମ ଉପରେ ବେଷ୍ଟିତ We ହେଉ। give you every honor and glory. ତୁମକୁ ସମସ୍ତ ଆଦର ଏବଂ ଗୌରବ ଦେଉଛୁ। I pray in the name of our Lord and Savior Jesus Christ. ଆମ ପ୍ରଭୁ ପରିତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ପ୍ରାର୍ଥନା କରୁଛି। We all say, ଆମେ ସମସ୍ତେ କହିବା, Amen, 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 amen. Together we will pronounce the word of grace. The grace of our Lord Jesus Christ, the love of God, the communion of the Holy Spirit be with us now and forever and ever. Amen, amen, amen. Hallelujah. ହାଲେଲୁୟା। God bless you. ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। Amen. ଆମେନ୍।